ମୋର ନାଁ ହେଉଛି ବିକାଶ, ବୟସ 24 ବର୍ଷ। ଏ କାହାଣୀ 5 ବର୍ଷ ତଳର କଥା। ମୁଁ ମୋର ଇଞ୍ଜିନିୟରିଂ କରିବା ପାଇଁ ଭୁବନେଶ୍ୱରରେ ରହୁଥିଲି। ମୋ ତଳ ଘରେ ଶ୍ରାବଣୀ ଭାଉଜ, ବୁଟୁ ଭାଇ ଆଉ ତାଙ୍କର ଗୋଟେ 3 ବର୍ଷର ଝିଅ ଭଡ଼ାରେ ରହୁଥିଲେ। 1-2 ମାସ ରହିବା ପରେ ତାଙ୍କ ପରିବାର ସହ ମୋର ବହୁତ ଭଲ ସମ୍ପର୍କ ଗଢ଼ି ଉଠିଲା। ତାଙ୍କ ଝିଅକୁ ମୁଁ ଧରି ବାହାରେ ବୁଲାବୁଲି କରେ। ମୋ ପାଖରେ ଟିଭି ବି ନଥାଏ। ମୁଁ ତାଙ୍କ ଘରେ ଯାଇ ଟିଭି ଦେଖେ ଆଉ ଭାଉଜଙ୍କ ସହ ହସ ମଜା କରେ ଆଉ ବହୁତ ଆମେ ଖୁସିରେ ରହୁ। ଏମିତି କିଛି ଦିନ ବିତିଗଲା। ବୁଟୁ ଭାଇ ଗାଡ଼ି ଚଲାନ୍ତି। ସେଦିନ ରାତିରେ ସମ୍ବଲପୁର ଗାଡ଼ି ନେଇ ଯାଇଥିଲେ। ମୁଁ ଆଉ ଭାଉଜ ବସିକି ଆମେ ଟିଭି ଦେଖୁଥିଲୁ। ସେ ତାଙ୍କର 3 ବର୍ଷର ଝିଅକୁ କୋଳରେ ଧରିଥାନ୍ତି ଆଉ ସେ ଶୋଇପଡ଼ିଥାଏ। ବୁଟୁ ଭାଇ ଭାଉଜଙ୍କୁ ଫୋନ୍ କରି କହିଲେ, ଆଜି ରାତି ଘରକୁ ଆସିବେନି, ଖାଇକି ଶୋଇପଡ଼ିବ। ତାପରେ ଭାଉଜ ଯାଇକି ତାଙ୍କର କୁନି ଝିଅକୁ ଶୁଆଇ ଦେଇକି ଆସିଲେ। ମୁଁ ସେମିତି ଟିଭି ଦେଖୁଥାଏ ଆଉ ସେ ମୋ ପାଖରେ ଆସିକି ବସିଲେ। ରାତି ପ୍ରାୟ 11ଟା ବାଜିଥାଏ। ମୁଁ ଯାଇ ଶୋଉଛି ବୋଲି ଭାଉଜଙ୍କୁ କହିଲି। ସେ ମୋତେ କହିଲେ, ଆଜି ଭାଇ ଆସିବେନି, ଆମ ଘରେ ଶୋଇପଡ଼, ମୋତେ ଟିକେ ଏକା ରହିଲେ ଡର ଲାଗେ। ମୁଁ କହିଲି, ଠିକ୍ ଅଛି ଭାଉଜ। ତାପରେ ଆମେ ଦୁହେଁ ସୋଫା ଉପରେ ବସିଥିଲୁ ଆଉ ସେ ମୋତେ କହିଲେ, ବିକାଶ, ତୁମକୁ ଗୋଟେ କଥା ପଚାରିବି, କିଛି ଖରାପ ଭାବିବନି? ମୁଁ କହିଲି, କ'ଣ ପଚାର? ତାପରେ ଭାଉଜ କହିଲେ, କାହା ସହ କେବେ ସମ୍ପର୍କ ରଖିଛ? ଏକଥା ଶୁଣି ମୁଁ ପୁରା ସ୍ତବ୍ଧ ରହିଗଲି ଆଉ କିଛି କହିଲି ନାହିଁ। ଏସବୁ ଭାବିବା ପାଇଁ ସମୟ ନାହିଁ। ବର୍ତ୍ତମାନ ପଢ଼ାପଢ଼ିରେ ମନ ଦେଉଛି। ସେ କହିଲେ, ତୁମ ଭାଇ ଆଉ ଏସବୁ ବିଷୟରେ ଧ୍ୟାନ ଦେଉନାହାନ୍ତି, ମୋତେ ଜମାରୁ ଭଲ ଲାଗୁନି। ଝିଅ ଜନ୍ମ ହେବା ପରଠାରୁ ମୋତେ ଆଉ ସନ୍ତୁଷ୍ଟ କରୁନାହାନ୍ତି। ମୁଁ ଟିକେ ଲାଜେଇକି କହିଲି, ସେ ତୁମ ଫ୍ୟାମିଲି ମ୍ୟାଟର, ମୁଁ କ'ଣ କରିବି? ତାପରେ ଭାଉଜ ମୋର ଆହୁରି ପାଖକୁ ଆସିକି କହିଲେ, ପ୍ଲିଜ୍ ବିକାଶ, ଆଜି ତମେ ଟିକେ ମୋ ସହ ସେମିତି କର। ଆଜିଠୁ ମୁଁ ତମର ସ୍ତ୍ରୀ ବୋଲି ଭାବିବ ଆଉ ଭାଉଜ ନାହିଁ, ମୋତେ ଶ୍ରାବଣୀ ବୋଲି ଡାକ। ଏକଥା ଶୁଣି ମୋର ପୁରା ଠିଆ ହେବାକୁ ଆରମ୍ଭ କଲା। ଭାଉଜଙ୍କୁ କେମିତି କରିବି ମୁଁ ଭାବୁଥାଏ, ହେଲେ ଭାଉଜ ତାଙ୍କ ଆଡ଼ୁ ଇସାରା କରୁଥାନ୍ତି। ମୋ ମୁହଁକୁ ଧରି ତାଙ୍କ ପାଖକୁ ନେଲେ ଆଉ ଆମ ଦୁଇଜଣଙ୍କର ଏକ ହୋଇଗଲା। ଆଉ ଗେଲ କରୁ କରୁ ମୋର ପୁରା ଠିଆ ହୋଇଗଲାଣି। ଆଉ ସେ ମୋ କପଡ଼ା ଉପରେ ହାତ ରଖି ମୋର ସେଇଟାକୁ ଦଳିବା ଆରମ୍ଭ କଲେ। ତାପରେ ମୋର ଆହୁରି ଜୋରରେ ଠିଆ ହେବାକୁ ଲାଗିଲା। ସେଦିନ ସିଏ କଫି କଲରର ଶାଢ଼ୀ ଆଉ କଳା ରଙ୍ଗର କପଡ଼ା ପିନ୍ଧିଥାନ୍ତି, ପୁରା ନଙ୍ଘା ଲାଗୁଥାନ୍ତି। ମୁଁ ଆହୁରି ଆକର୍ଷିତ ହୋଇ ତାଙ୍କୁ ଜୋରରେ ଜାବୁଡ଼ି ଧରି ଗେଲ କରିଚାଲିଲି। ସେ ବି ମୋତେ ଜାବୁଡ଼ି ଧରି ମୋ ସହ ସହଯୋଗ କରୁଥାନ୍ତି। ମୁଁ ଆଉ ଜମାରୁ ରହିପାରିଲିନି। ମୋର ନିଶ୍ୱାସ ଜୋରରେ ଦୌଡ଼ିବାକୁ ଲାଗିଲା। କାନ୍ଧରୁ ତାଙ୍କର କପଡ଼ା ଖସେଇ ତାଙ୍କର ବେକ ଆଉ ତାଙ୍କର ସେଇ ଗୋଲ ଗୋଲ ଜିନିଷ ଦୁଇଟାର ମଝିରେ ମୁଁ ଟିକେ ଗେଲ କରୁଥାଏ। ଭାଉଜଙ୍କୁ ସୋଫା ଉପରେ ଶୁଆଇ ଦେଇ 2 ହାତକୁ ଟେକିଦେଲି ଆଉ ଦେଖିଲି ତାଙ୍କର କାଖ ପୁରା ଝାଳ ହୋଇ କପଡ଼ା ଟିକେ ଓଦା ଅଛି। ଆଉ ତାଙ୍କର କପଡ଼ାକୁ ଭାଉଜ ଖୋଲିଦେଲେ। ସେମିତି ଉପରବାଲା କପଡ଼ା ଉପରେ ହାତରେ ଦଳିଲି ଆଉ ପାଟିରେ ନେଇକି ତାଙ୍କର ସେଇ ଗୋଲ ଗୋଲ ଜିନିଷକୁ ମୁହଁରେ ମାରି ତାଙ୍କର ପୁରା କପଡ଼ାକୁ ଆହୁରି ଓଦା କରିଦେଲି। ଆଉ ତାପରେ ଭାଉଜ ଖାଲି ସଁ ସଁ ହେଉଥାନ୍ତି। ତଳକୁ ହାତ ନେଇ ତାଙ୍କର ତଳବାଲା କପଡ଼ାର ମୁଁ ଡୋର୍ ଖୋଲିଦେଇ ତାଙ୍କର ଅଣ୍ଟା ଆଉ ନାହିରେ ଟିକେ ଗେଲ କରିଲି। ମୋ ଦେହ ପୁରା ଗରମ ହୋଇକି ଝାଳ ବାହାରିଲାଣି। ତାଙ୍କର ସେଇ ଗୋଲ ଗୋଲ ଜିନିଷ ଉପରୁ ମୁଁ ତାଙ୍କର କପଡ଼ାକୁ ଖୋଲି ପାଟିରେ ପୂରେଇ ଖୁବ୍ ଖାଉଥାଏ। ଆଉ ଗୋଟେ ହାତରେ ତାଙ୍କର ତଳବାଲା କପଡ଼ା ଉପରେ ହାତ ରଖି ତାଙ୍କର ସେଇ 3 କୋଣିଆ ଜିନିଷକୁ ଘଷୁଥାଏ। ସେଦିନ ମୁଁ ଭାଉଜଙ୍କର କାଖ ବି ଚାଟି ପକେଇଛି। ଭଲ ଅତର ମାରିଲେ ବୋଧେ। ଜବରଦସ୍ତ ମହକୁଥାଏ। ଆଉ କିଛି ସମୟ ତାଙ୍କର ସେଇ 3 କୋଣିଆ ଭାଗକୁ ଘଷିବା ପରେ ତାଙ୍କର କପଡ଼ା ପୁରା ଓଦା ହୋଇଗଲା। ଆଉ ଭାଉଜ ବସିପଡ଼ି ମୋର ଖୋଲି ପକେଇଲେ ଆଉ ଦେଖିକି କହିଲେ, ତୁମର କେତେ ସୁନ୍ଦର ହୋଇଛି କହିକି ତାଙ୍କୁ ନେଇ ମୋର ନେଇକି ତାଙ୍କ ପାଟିରେ ରଖିଲେ ଆଉ ପାଟିରେ ପୂରେଇଲେ ଆଉ ଖାଇବାକୁ ଲାଗିଲେ। ମୋତେ ବହୁତ ସଲସଲ ହୋଇ ମଜା ଲାଗୁଥାଏ। ମୁଁ ତାଙ୍କର ମୁଣ୍ଡକୁ ଧରି ଆଗପଛ କରିଲି। ଭାଉଜଙ୍କର ଛେପରେ ମୋର ପୁରା ଓଦା ହୋଇଗଲା। ସେ ମୋ ଜଙ୍ଘ ଆଉ ପେଟକୁ ପୁରା ଚାଟି ପକେଇଲେ। ମୋତେ ବହୁତ ମଜା ଲାଗୁଥିଲା। ମୁଁ ତାଙ୍କର ମୁଣ୍ଡକୁ ଧରି ଆହୁରି ମୋ ଦେହ ଉପରକୁ ଲଗାଉଥିଲି।
ଶେଷରେ ମୁଁ ଭାଉଜଙ୍କୁ କହିଲି, ଆଉ ତମକୁ ନକରି ରହି ହେବନି। ତାପରେ ସେ ତାଙ୍କର ସବୁ ଖୋଲିଲେ। ପ୍ରଥମ ଥର ସେଦିନ ମୁଁ ସେଇ ତିନିକଣିଆ ଜିନିଷକୁ ଦେଖିଲି। ଭାଉଜ ତାଙ୍କର କାଖ ଆଉ ସେଇ ତିନିକଣିଆ ଜାଗର ଚୁଟିକୁ ସଫା କରିଦେଇଥାନ୍ତି। ମୁଁ ଆଉ ରହିପାରିଲି ନାହିଁ। ତାଙ୍କର ସେଇ ତିନିକଣିଆ ଭାଗରେ ମୋର ମୁହଁ ମାରି ଚାଟିଲି। ଆଉ ଦୁଇଟି ଗରା ଜଙ୍ଘରେ ମୁଁ ଗେଲ କରିବା ଆରମ୍ଭ କଲି। ଭାଉଜ ଖାଲି ସଁ ସଁ କରି ମୋ ମୁଣ୍ଡକୁ ଧରି ତାଙ୍କର ସେଇ ତିନିକଣିଆ ଭାଗ ଉପରେ ଦବାଉଥାନ୍ତି। ଆଉ ଏମିତି କିଛି ସମୟ ହେବା ପରେ ସେ ମୋର ଧରି ତାଙ୍କର ସେଇ ତିନିକଣିଆ ଜିନିଷରେ ପୂରେଇଲେ। ମୋତେ ଲାଗୁଥାଏ ସତେ ଯେମିତି ମୋତେ ସବୁ ସ୍ୱର୍ଗ ସୁଖ ସେ ଜିନିଷରେ ଅଛି। ଆଉ 2 ମିନିଟ୍ ଏମିତି ଧକ୍କା ମାରିଲା ପରେ ମୁଁ ସୋଫା ଉପରେ ବସି ପଡ଼ିଲି। ଭାଉଜ ମୋ ଉପରେ ବସି ମୋ ଠାରୁ ମଜା ନେବାକୁ ଲାଗିଲେ ତଳ ଉପରେ ହୋଇକି। ଆଉ ମୁଁ ଭାଉଜଙ୍କୁ କୁଣ୍ଢେଇ ଧରି ତାଙ୍କର ସେଇ ଗୋଲ ଗୋଲ ଜିନିଷ ଦୁଇଟାକୁ ଖାଉଥାଏ ଆଉ ଦଳୁଥାଏ। ସେ ତଳ ଉପର ହୋଇ ମୋ ଠାରୁ ମଜା ନେଉଥାନ୍ତି। ଆଉ ଘର ସାରା ଛେପ ଯୋଗୁଁ ଘର ସାରା ଖାଲି ପଚ୍ ପଚ୍ ଶବ୍ଦ ହେଉଥାଏ। ଭାଉଜ ଖାଲି ଚିଲେଇ ଉଠୁଥାନ୍ତି ଆଉ କହୁଥାନ୍ତି, ଆହୁରି ଜୋରରେ କର, ଆଜି ପୁରା ମୋର ଫଟେଇ ଦିଅ, ଆଜି ମୋତେ ବହୁତ ଶାନ୍ତି ଲାଗୁଛି। ତାଙ୍କର ଏଭଳି ଗରମ ଗରମ ଚିତ୍କାର ଓ ଶବ୍ଦ ଶୁଣି ମୁଁ ଆହୁରି ପାଗଳ ହୋଇଉଠିଲି। ଆଉ ହାଲକା କରି ତାଙ୍କର ସେଇ ଗୋଲ ଜିନିଷର ସେଇ ଅଗକୁ ଚୋବେଇ ଦେଲି। ଭାଉଜ ଉଠି ପଡ଼ି କହିଲେ, କୁକୁର ଭଳିଆ ମୋତେ କର। ଆଉ ତାପରେ ଭାଉଜ ସୋଫା ଉପରେ ହାତ ରଖି ଭାଉଜ ସୋଫାକୁ ଭରା ଦେଇ ନଇଁ ରହିଲେ। ଆଉ ମୁଁ ମୋର ବାହାର କରି ଭାଉଜଙ୍କର ସେଇଠି ପୂରେଇ କରିବାକୁ ଲାଗିଲି। ଆଉ ଏପଟେ ମୁଁ ମୋର 2 ହାତରେ ଭାଉଜଙ୍କର ସେଇ 2ଟି ଗୋଲ ଗୋଲ ଜିନିଷକୁ ଧରିକି ଦଳୁଥାଏ। ଆଉ ଏମିତି 15ରୁ 20 ମିନିଟ୍ ତାଙ୍କୁ କରିଲା ପରେ ଆଉ କିଛି ସମୟ ଗଲା ପରେ ମୋର ଗରମ ଗରମ ପାଣି ବାହାରିଗଲା। ଆଉ ସେମିତି ମୁଁ ଭାଉଜଙ୍କୁ କୁଣ୍ଢେଇ ଧରି ସୋଫା ଉପରେ ଆମେ 2 ଜଣ ପଡ଼ି ରହିଲୁ। ଆଉ ସବୁତକ ପାଣି ସିଧା ଭାଉଜଙ୍କର ସେଇ ତିନିକଣିଆ ଭିତରେ ପଶିଗଲା। ଆଉ ଭାଉଜଙ୍କୁ ବହୁତ ଶାନ୍ତି ଲାଗିଲା। ଆଉ ସେ କହିଲେ, ସତରେ ତମେ ମୋତେ ଆଜି ପୁରା ଖୁସି କରିଦେଲ। ମୁଁ ତୁମ ଉପରେ ଆଜି ବହୁତ ଖୁସି। ଆଉ ତାଙ୍କ ପିଠିରୁ ମୁଁ ତାଙ୍କର ସେଇ ଚୁଟିକୁ ମାନେ ମୁଣ୍ଡ ଚୁଟିକୁ ଏଡ଼େଇ ଦେଇ ତାଙ୍କ ଦେହ ସାରା ଖାଲି ଗେଲ କରିବାକୁ ଲାଗିଲି। ଭାଉଜ ଟିକେ ଦେହକୁ ତାଙ୍କର ହଲାଇ ହଲାଇ ମଜା ନେଉଥାନ୍ତି। ଆଉ ଏମିତି ଅଧା ଘଣ୍ଟା ଶୋଇବା ପରେ ଆଉ ମଜା କରିବା ପରେ ଭାଉଜ ଆଉ ମୁଁ ଆମେ ଯାଇକି ଗାଧୋଇଲୁ। ତାପରେ ତାଙ୍କର ଖଟକୁ ଯାଇ 2 ଜଣ ଯାକ କୁଣ୍ଢାକୁଣ୍ଢି ହୋଇ ନିଦରେ ଶୋଇପଡ଼ିଲୁ। ଆଉ ଯେତେବେଳେ ସକାଳ ହେଲା ମୁଁ ମୋ ରୁମ୍କୁ ଚାଲି ଆସିଲି। ମୋର ଇଞ୍ଜିନିୟରିଂ ସରିବା ପର୍ଯ୍ୟନ୍ତ ସମୟ ଦେଖି ଭାଉଜ ମୋତେ ଡାକି ମୋ ଠାରୁ ବହୁତ ସୁଖ ପାଉଥିଲେ। ଆଉ ମୁଁ ବି ବହୁତ ସୁଖ ପାଉଥିଲି। ଭାଉଜଙ୍କର ସେଇ ତିନିକଣିଆ ଜାଗା ଟିକେ ଢିଲା ହେଲା, ତଥାପି ମୋତେ ବହୁତ ମଜା ଲାଗୁଥିଲା ତାଙ୍କ ସହିତ ସମ୍ପର୍କ ରଖିବାରେ। ଦର୍ଶକ ବନ୍ଧୁ, ଆଜିର କାହାଣୀଟି ଏଇଠି ଶେଷ ହେଉଛି। କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ତ ହଁ ଦର୍ଶକ ବନ୍ଧୁ, କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। କାହାଣୀଟି କେବଳ 18 ବୟସରୁ ଉର୍ଦ୍ଧ୍ୱ ପିଲାମାନଙ୍କ ପାଇଁ ଅଟେ। ଦୟାକରି ଛୋଟ ପିଲାମାନେ ଏହି ଭିଡ଼ିଓକୁ ଜମାରୁ ଦେଖନ୍ତୁ ନାହିଁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀ ମାଧ୍ୟମରେ। ସେଥିପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହୁଛି, ଧନ୍ୟବାଦ।